ଭାରତବର୍ଷ ଔଷଧୀୟ ବୃକ୍ଷଲତାର ଗନ୍ତାଘର। ପାଶ୍ଚାତ୍ୟ ସଂସ୍କୃତିର ପ୍ରବେଶର ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ଦେଶୀ ଚିକିତ୍ସା ପଦ୍ଧତି ପ୍ରଚଳିତ ଥିଲା। ଏହି ଔଷଧଗୁଡ଼ିକ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ। ଆଲୋପାଥିକ୍ ଚିକିତ୍ସା ପଦ୍ଧତି ଭଳି ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ। ବର୍ତ୍ତମାନ ଆମ ଦେଶରେ ଏହି ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦ, ସିଦ୍ଧ, ୟୁନାନୀ ଭାବେ ପରିଗଣିତ। ବିଗତ ଶତାବ୍ଦୀରେ ଆଧୁନିକ ଆଲୋପାଥି ଚିକିତ୍ସାର ବିସ୍ତାର ଫଳରେ ଆମ ଦେଶରେ ଏହି ପୁରାତନ ଚିକିତ୍ସା ପଦ୍ଧତି ବିକାଶର ବାଧାପ୍ରାପ୍ତ ହୋଇଛି। କିନ୍ତୁ ବିଦେଶରେ ବନୌଷଧି ବ୍ୟବହାର ବଢ଼ିବାରେ ଲାଗିଛି। ଏଥିପାଇଁ ଆମ ଦେଶରୁ 200ରୁ ଅଧିକ ପ୍ରକାର ବନୌଷଧି ଏବଂ କଞ୍ଚାମାଲ ବିଦେଶକୁ ରପ୍ତାନି କରାଯାଉଛି। ଆମ ଦେଶର ବିଶିଷ୍ଟ ଚିକିତ୍ସକ ଚରକଙ୍କ ରଚିତ ଚରକ ସଂହିତାରେ 2000ରୁ ଅଧିକ ଔଷଧୀୟ ବୃକ୍ଷ ଗୁଳ୍ମ ବର୍ଣ୍ଣନା କରାଯାଇଛି। ଔଷଧୀୟ ଗୁଣ ଥିବା ଉଦ୍ଭିଦମାନଙ୍କ ମଧ୍ୟରେ 24% ଗଛ, 20% କ୍ଷୁପ, 56% ଗୁଳ୍ମ ପାରମ୍ପରିକ ଚିକିତ୍ସା ବ୍ୟବହାର କରାଯାଏ। ଔଷଧ ପ୍ରସ୍ତୁତିରେ ଉଦ୍ଭିଦର ବିଭିନ୍ନ ଅଂଶ ବ୍ୟବହାର ମଧ୍ୟରେ 3% କାଠ, 14% ବକଳ, 6% କାଣ୍ଡ, 6% ପତ୍ର, 5% ଫୁଲ, 10% ମଞ୍ଜି, 29% ଚେରମୂଳ, 4% କନ୍ଦ ଓ 16% ସମ୍ପୂର୍ଣ୍ଣ ଗଛ ଅଂଶ ବ୍ୟବହାର କରାଯାଇଥାଏ। ଆମ ଦେଶରେ ପ୍ରାୟ 8000 କିସମର ବନୌଷଧି ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ବନ ସମ୍ପଦର କ୍ଷୟ ଓ ଔଷଧ ବୃକ୍ଷର ଚିହ୍ନଟ ଅଭାବରୁ ପ୍ରାୟ 33% ବନୌଷଧି ଲୋପ ପାଇଗଲାଣି। ଏହିସବୁ ଔଷଧୀୟ ଗଛର ଚିହ୍ନଟ, ରକ୍ଷଣାବେକ୍ଷଣ ଓ ଚାଷ ପଦ୍ଧତି ଓ ଔଷଧୀୟ ଗୁଣ ବିଷୟରେ ଚାଷୀ ଓ ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ ଏକ ଔଷଧୀୟ ବଗିଚା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କରାଯାଇଛି। ଏହି ବଗିଚାରେ ପ୍ରାୟ 50 ପ୍ରକାର ଔଷଧୀୟ ବୃକ୍ଷ ଗୁଳ୍ମ ରହିଛି। ସେଗୁଡ଼ିକ ହେଲା ତୁଳସୀ, ବଚ, କାଇଁଚ, ଗୁଡ଼ମାରି, ବେଗୁନିଆ, ସୁଗନ୍ଧରାଜ, ଅମରପୋଇ, ଷ୍ଟିଭିଆ, ଶତାବରୀ, ସର୍ପଗନ୍ଧା, ସଦାବିହାରୀ, ରୁକୁଣା ହାତପୋଛା, ପୋଦିନା, ପିପଳି, ପ୍ରସାରୁଣୀ, କେଶରାଜ, ନାଲିଚିତା, କୁମକୁମ ଇତ୍ୟାଦି।